কি আশ্চর্য! पांडव शिबिराचे नीरव निस्पंद दीर्घश्वास व्यतीत जीवन कौन सत्ता पर्यंत ना महाराज युधिष्ठिर निज विचलित जपरी गोटे अमंगल आशंका कथा कौन है कौन है समस्ते मुख समस्ते नीरव चिंतार कारण कौन भाव पंच घात भूत आज मरण भय कि आश्चर्य पांडवर मृत्यु भय हठात एपरी आशंकार कारण कौन सभ्यता उत्तर नकले जानी किपर जाओ कृष्ण पांडवर सखा जानिबा नहीं प्रयोजन एक कथा कह प्रभुतर जानबा नहीं प्रयोजन पांडवर सखा मुखी पांडवर बंधु कुरुक्षेत्र रणै साजी पार्थर सारथी पांडवर हित लागी तेईसी जे मन तार आज नहीं प्रयोजन उत्तम गुरु अपराध जेबे अर्जिछि केशव सत्य किबा तार प्रयोजन पांडव शिबिर कृष्ण प्रधान की बधु पांडव जाने जाने बोली तो कटुवाक्य सहे हसी हसी हस हस केशव मु केशव हसुदार ओळैया चराचर विश्व निरेखी नयने होइब सार्थक द्रव्य माधुर्य शिव कहित पांडवर भाग्यस्ते आपण तो सुंदर केशव निज भाग्य किए होइछि कह वीर श्रेष्ठ पांडव शिबिरे किंपा विराजित शांत नीरवता किए होइछि कह धनंजय ज्वर आसी कि बारता सखा पितामह विष्णुदेव काली युद्धे अपांडव करिबे करणी वर्धन चक्र विज्ञा तांकर पंचशरे पंचभ्राता विनाशिबे युद्धे संजीवित मृत्यु बाण पंच पांडवर वो जाने पार्थ भीष्मदेव वीर सत्य सन्त मात्र ये उपाय अक्षव प्रतिकार कारण तुम्हें कि प्रतिकार ना असंभव भीष्म वाक्य रहिब असत्य निरुपाय निरुपाय नहीं प्रतिकार केशव पांडवर सखा बोली विदित भुवने आपदे विपदे केते अनुपते बने पांडवर हित लगी आपणे केशव परिचलांचना केते व्यवता बदला दूत रूपे गण देवे कौरव शिबिरे पंचखंड ग्राम लगी पासरे की घर सब केशव शेष भिक्षा शेष अनुरोध जीवन शेष दिने शेष मुहूर्ते कृष्णहीन साथीहीन प्राणहीन पंचदाते सत्ता काले ठारू छुटी जीव सकल दायित्व सखा आय अंतर्जाम्या कह एक विपरीत कथा सरथिए विराट समर रचित ही मरणर लीला लुकाय पांडव निधन जेबे नियति लिखल नाही जेबे प्रतिकार किछि
ଯିବା କାର୍ଯ୍ୟ କହ ଧନଞ୍ଜୟ ରହିବି ମୁଁ ଏଠି। ସଖା ପାଣ୍ଡବର ସଖା ବୋଲି ଜଗତେ ବିଦିତ। କିପରି ଦେଖିବି କହ ବରଣ ତାଙ୍କର? ନିୟତି ନିତ୍ୟ ସଂରକ୍ଷଣ କରିବାକୁ ଅଛି ଏକମାତ୍ର ଉପାୟ। ପାରିଲେ ପାରିବ ତୁମେ। କି ଉପାୟ? ଭୁଲି ଯାଉଛ ତୁମେ ସଖା, କାଲିର ପ୍ରଭାତ ପୂର୍ବରୁ ଏ ଯୁଦ୍ଧର ଅବସାନ ହେଇପାରେ। ଇଚ୍ଛା କଲେ ଏହି ମୁହୂର୍ତ୍ତରେ ତୁମେ ପୁରପତି ଦୁର୍ଯ୍ୟୋଧନଙ୍କୁ ମଧ୍ୟ କରଗତ କରିପାରିବ। ଆସ ସଖା, ମୋର ଅଗ୍ରଗମନ କର। ଆସ ସଖା। ଦେଖିଲ ତ କୁରୁପତି ଦୁର୍ଯ୍ୟୋଧନ, ଶକୁନିର ପୋଷାକ ଠିକ ଭଲ ନୁହେଁ, ଶକୁନିର ଗଣନା ମଧ୍ୟ ଅବ୍ୟର୍ଥ। କିନ୍ତୁ ଏ ଗଣନା ମାତ୍ର ମୁଁ ମନେ କରିଥିଲି। ତୁମେ ମନେ କରିଥିଲ ସାମ୍ରାଜ୍ୟ ପାଇଁ ଗୋଟିଏ ପ୍ରତିଯୋଗିତା ବର୍ଷ ବର୍ଷ ଧରି ଚାଲିଥିଲା। ଦ୍ୱନ୍ଦ୍ୱ କଳହ ରକ୍ତପାତରେ କୁରୁକ୍ଷେତ୍ର ହେଇଥାନ୍ତା ଆର୍ଯ୍ୟ ଇତିହାସରେ ଧ୍ୱଂସର ଗୋଟିଏ କୀର୍ତ୍ତିପୀଠ। କିନ୍ତୁ ମାତ୍ର ଦ୍ୱିତୀୟ ଦିନର ଯୁଦ୍ଧ ପରେ ଏତେ ବଡ଼ ଆୟୋଜନ, ଏତେ ବଡ଼ ସମାରୋହର ଚପନିକା ପଡ଼ି ଏତେ ହଠାତ୍ ହେଇଯିବ ପ୍ରଳୟର ସମାପ୍ତି। ବାସ୍ତବିକ ବିସ୍ମିତ ହେବାର କଥା ଦୁର୍ଯ୍ୟୋଧନ। ଖାଲି ତମେ ନୁହଁ, ମୁଁ ନୁହେଁ, ଏ ସାରା ପୃଥିବୀ ଚକିତ ହୋଇଛି। ସ୍ତ୍ରୀର ନେତ୍ରରେ କୁରୁକ୍ଷେତ୍ର ବିଶାଳ ପ୍ରାନ୍ତର ପ୍ରଦକ୍ଷିଣ କରି ମାନବ ଜାତି ଲେଖିବ ତାର ବିସ୍ମୟକର ଇତିହାସ। ନିରନ୍ତର ପରୀକ୍ଷା ନାହିଁ, ସଂଗ୍ରାମ ବନ୍ଦ ନାହିଁ, ଅଥଚ ମଣିଷରେ ପାଣ୍ଡବ ପାଞ୍ଚ ନାହିଁ। କିଏ ଜାଣିଥିଲା ମାତ୍ର ଏତେ ବଡ଼ ଆୟୋଜନରେ ପରିସମାପ୍ତି ହେବ ଏତେ ସହସା, ବିନା ରକ୍ତପାତରେ ଆଉ ନିର୍ବିବାଦରେ। ଯୁବରାଜଙ୍କର ଜୟ ହେଉ। ଯୁବରାଜ ପାଣ୍ଡବର ବୀର ଫାଲ୍ଗୁନୀ କୁରୁପତିଙ୍କର ସାକ୍ଷାତ ଅପେକ୍ଷାରେ। ପାଣ୍ଡବର ଫାଲ୍ଗୁନୀ ସାବଧାନ ସାବଧାନ ଦୁର୍ଯ୍ୟୋଧନ, ଫାଲ୍ଗୁନୀ କେବଳ ମହାବୀର ନୁହନ୍ତି, ସୁଚତୁର କୌଶଳୀ। ଏ ଭାବରେ ପାର୍ଥକୁ ଆସିବାକୁ ଦେଇ ରଖି ଯଥାଜ୍ଞା ଯୁବରାଜ। ତମେ ଏ କଣ ବଡ଼ ଦୁର୍ଯ୍ୟୋଧନ? ସହୋଦର ରହିଲେ ମଧ୍ୟ ପାର୍ଥ ମୋର ପରମ ଭକ୍ତି। ମୁଁ ତାକୁ ମୋର ସାକ୍ଷାତ ଲାଭ କରିବାର ଅଧିକାର ମଧ୍ୟ ଦେବିନି। କି ଆଶ୍ଚର୍ଯ୍ୟ! କିନ୍ତୁ ଲକ୍ଷଣ କିଛି ଭଲ ନୁହେଁ କୁରୁପତି। ଆଜି ଏ ଗୋଟିଏ ରାତ୍ରିର ଅନ୍ତରାଳରେ ମଧ୍ୟ ଅବସ୍ଥାର ଚକ୍ର ପରିବର୍ତ୍ତିତ ହେଇପାରେ। ପାଣ୍ଡବ ପକ୍ଷରେ ଅଛନ୍ତି କପଟି ଶ୍ରୀକୃଷ୍ଣ। ସାବଧାନ! ଯାହା ତୁମ ଅନ୍ୟାୟ ଲୋକ, ତୁମର ଏଇ ବ୍ୟବହାର ପାଇଁ ମୁଁ ବିଶେଷ ଦୁଃଖିତ। ତମେ ବର୍ତ୍ତମାନ ଆସିବ। ବେଶ, ତୁମ ଇଚ୍ଛା ପୂର୍ଣ୍ଣ ହେଉ। ଗୁରୁପତି ମୋର ପ୍ରଣାମ ଗ୍ରହଣ କର। ଆସ ପାର୍ଥ, ଆସ ଭାଇ, ଏଇ ମୁହୂର୍ତ୍ତରେ ମୁଁ ତମର ସାକ୍ଷାତ ଲାଭ କରିବି, ଏହା ମୋର କଳ୍ପନାର ଅଭିଜ୍ଞତା। ଗୁରୁପତିଙ୍କର ଆଲିଙ୍ଗନ ଲାଭ କରି ନିଜକୁ ଧନ୍ୟ ମନେ। ଆସ ପାର୍ଥ। ଓ ପାର୍ଥ, ପାଣ୍ଡବ ଶିବିରରେ କ୍ଷମା
ପ୍ରଣାମ ଆଉ ଅନ୍ୟମାନଙ୍କୁ ଦବ ମୋର ଶସ୍ୟର ସମ୍ଭାଷଣ। ମୋ ନିକଟରେ ଯଦି ତମର କିଛି ଅଭିଳାଷ ଥାଏ ଗୁରୁପତି ନିସଂକୋଚରେ କୁହ ଭାଇ। ଭାଇ ନିକଟରେ ଭାଇର ସଂକୋଚନର ସ୍ଥାନ ନାହିଁ। ବହୁ ଆଶା ନେଇ ମୁଁ ଆସିଛି ଭାଇ। ମୁଁ ଜାଣେ ଭାଇ ନିକଟରେ ଭାଇର ପ୍ରାର୍ଥନା କେବେ ବି ଅପୂର୍ଣ୍ଣ ରହିବ। ଅତୀତ କଥା ସ୍ମରଣ କରନ୍ତୁ ମହାରାଜ। ଯେତେବେଳେ ଗନ୍ଧର୍ବ ସେନା ଆପଣଙ୍କୁ ବନ୍ଦୀ କରି ନେଇଯାଉଥିଲେ, ସେତେବେଳେ ଆପଣଙ୍କର ସମ୍ମାନ ରକ୍ଷା କରିଥିଲେ ଏହି ଭାଲୁ। ସେଦିନ ଆପଣ ପିତ ହୋଇ ମତେ ସେଦିନ କଥା ମୋର ସ୍ପଷ୍ଟ ମନେ ଅଛି। ତମେ ସେଦିନ ଦୁର୍ଯ୍ୟୋଧନର ସମ୍ମାନ ରକ୍ଷା କରିଥିଲ ଆଉ କୃତଜ୍ଞ ଦୁର୍ଯ୍ୟୋଧନ ତୁମକୁ ଦେବାକୁ ଚାହିଁଥିଲା ତୁମର ଯେକୌଣସି ବାଞ୍ଛିତ ବାସନର ଅଧିକାର। ମନେ ଅଛି? ଏ ପର୍ଯ୍ୟନ୍ତ ତୁମର ସେ ପ୍ରାର୍ଥନା ଅପୂର୍ଣ୍ଣ ରହିଛି। ଧନ୍ୟ ହେଲି। କିନ୍ତୁ ପାର୍ଥ, ଆଜି ତମେ କଣ ଚାହ? ସାମାନ୍ୟ ପ୍ରତୀକ୍ଷା। ଯଦି ଗୁରୁପତି ଅସ୍ୱୀକାର ପ୍ରକାଶ କରନ୍ତି ବା ଅସମର୍ଥ ପ୍ରକାଶ କରନ୍ତି, ତାହେଲେ ସେ ଭିକ୍ଷାର ମୋର ନାହିଁ ପ୍ରୟୋଜନ। ଗୁରୁପତିଙ୍କୁ ଦୁଃଖ ଦେଇ ଏ ଧନଞ୍ଜୟ କୌଣସି ସ୍ୱାର୍ଥ ସିଦ୍ଧି ଚାହେଁ ନା। କଣ କହିଲ ଧନଞ୍ଜୟ? ସାମାନ୍ୟ ଗୋଟାଏ ଭିକ୍ଷା ଦେବାକୁ ଗୁରୁପତି ଦୁର୍ଯ୍ୟୋଧନ ଅସମର୍ଥ। ଦୁର୍ଯ୍ୟୋଧନ ଏପରି ଦୁର୍ବଳ ଯେ ସତ୍ୟ ରକ୍ଷା କରିବାର ସଂସାହସ ମଧ୍ୟ ତାର ନାହିଁ। ଜାଣ ପାର୍ଥ, এই ସତ୍ୟ ରକ୍ଷା କରିବା ପାଇଁ ଏ କୁରୁକ୍ଷେତ୍ରର ସୃଷ୍ଟି। ଜାଣେ ମହାରାଜ ଦୁର୍ଯ୍ୟୋଧନ ସ୍ପଷ୍ଟ ଭାବେ ତାହେଲେ କଣ ପ୍ରିୟବଧରେ ଏ ଭୟ ନିସଂକୋଚ ବ୍ୟକ୍ତ କର ଅର୍ଜୁନ। ମୁଁ ତୁମର ମନୋବାଞ୍ଛା ପୂରଣ କରିବି। ସତ୍ୟ ରକ୍ଷା କରିବା ପାଇଁ ଯଦି ମୋତେ ମୋର ଜୀବନ ଦେବାକୁ ହୁଏ ତାହେଲେ ଦୁର୍ଯ୍ୟୋଧନ এই ମୁହୂର୍ତ୍ତ ପ୍ରସ୍ତୁତ। ଚାହ ତମର ଏ ବିଶାଳ ସାମ୍ରାଜ୍ୟ, ଏ ଅମୋଘ ଐଶ୍ୱର୍ଯ୍ୟ। ଭିକ୍ଷାର ଅତି ସାମାନ୍ୟ ମହାରାଜ। ଏ ବିଶାଳ ସାମ୍ରାଜ୍ୟ ବା ଐଶ୍ୱର୍ଯ୍ୟର ମୋର ପ୍ରୟୋଜନ ନାହିଁ। ପ୍ରୟୋଜନ ମୋର ଗୁରୁପତିଙ୍କର ରାଜମୁକୁଟ ଦେବଳା। କଣ କହିଲ ପାର୍ଥ? ଗୁରୁପତିଙ୍କ ରାଜମୁକୁଟ ରାଜସିଂହାସନ ରାଜମୁକୁଟ ସିଏ ଅଛି। ତୁମର ମତିଭ୍ରମ ହେଇଛି ସବ୍ୟସାଚୀ। ତୁମର ମତିଭ୍ରମ ହେଇଛି। ବିଚାର କରିବାର ଶକ୍ତି ଆଜି ତମ ନାହିଁ। ବେଶ ନିରଚିତ ମହାରାଜ। ପ୍ରୟୋଜନ ମୋର ଗୁରୁପତିଙ୍କ ରାଜମୁକୁଟ। କିନ୍ତୁ କାହିଁକି କାହିଁକି ଭୁଲ କର ହତ ଭାଗ୍ୟ ପାଣ୍ଡବ? କାଲି ପ୍ରଭାତରେ ମରଣ ତୁମର ଅନିବାର୍ଯ୍ୟ। ଅଥଚ ତୁମର ଭିକ୍ଷା ପାଣ୍ଡବ ପଞ୍ଚଭାଗର ଜୀବନ ନୁହେଁ, ଗୁରୁପତିଙ୍କ ସିଂହାସନ ନୁହେଁ, ରାଜମୁକୁଟ। ଆଉ ଥରେ ଚିନ୍ତା କର ଭାବୁନି। ବର୍ତ୍ତମାନ ମଧ୍ୟ ସମୟ ଅଛି। ନିସଂକୋଚରେ ତୁମେ ତୁମର ଜୀବନ ମଧ୍ୟ ଭିକ୍ଷା କରିପାର। ପାର୍ଥିବ ଜୀବନ ଭିକ୍ଷା କରିବା ପାର୍ଥିବ ଶିକ୍ଷା ନ କରୁବ। ଜନ୍ମ ହେଲେ ମୃତ୍ୟୁ ଅବସର। ତୁମର ନୀତି ଶିକ୍ଷା ଓ ଧର୍ମ ନାହିଁ। ମତେ ଆଜି ବଡ଼ ଦୁଃଖ ହେଉଛି ପାର୍ଥ। ଭୁଲି ଯାଉଛ ତୁମେ ତୁମର ବୀରତ୍ୱ, ତୁମର ସାମ୍ରାଜ୍ୟ ଇଚ୍ଛା, ତୁମର ସ୍ଥିତି ଆଉ ବିଲ କେବଳ ଗୋଟେ ଭିକ୍ଷା ଉପରେ ନିର୍ଭର କରୁଛି ପାର୍ଥ। ତଥାପି ତମେ ବିରୁଦ୍ଧ ଉତ୍ତମ। ଗୁରୁପତିଙ୍କ ରାଜମୁକୁଟ ମୁଁ ନିଜେ ତୁମକୁ ଦେଇ ଦେଉଛି। ଗୁରୁପତି ସତ୍ୟ ରକ୍ଷା କରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆସ ମାତା କୁନ୍ତୀଙ୍କ ମୋର ପ୍ରଣାମ। ପାଣ୍ଡବର ମତିଭ୍ରମ ହେଇଛି ଦୁର୍ଯ୍ୟୋଧନ। ବାସ୍ତବିକ ତୁମର ଅନୁମାନ ଅଭ୍ରାନ୍ତ। ସ୍ଥିରତା ମାତ୍ର କି ଭ୍ରମ ଭାବୁନି। ଅତି ଆନନ୍ଦରେ ମୋର ସଦସ୍ୟ ଦେଇପାରିଥାନ୍ତି। ପାଣ୍ଡବ ପଞ୍ଚ ଭାତର ଜୀବନ ମଧ୍ୟ ସେ ରକ୍ଷା କରିପାରିଥାନ୍ତି। ଗୁରୁପତିଙ୍କ ସିଂହାସନ ମଧ୍ୟ ସେ ଭିକ୍ଷା କରିପାରିଥାନ୍ତି। ଅଥଚ ପ୍ରୟୋଜନ ହେଲା ତାର ଗୁରୁପତିଙ୍କ ରାଜମୁକୁଟ। ସିଂହାସନ ତ ପାଇପାରିଲେ ନାହିଁ। ରାଜମୁକୁଟ ଧରେ ପିନ୍ଧି ସେ ବାସନାନ୍ତତ ତୃପ୍ତ ହେବ ସେମାନଙ୍କର। এই পরামর্শ ধনঞ্জয় পাইলা কোন? ହସୁଛ ବାପା। ତୁମର ଏ ବିଜୟରେ ଶକୁନି ଯେବେ ଆଜି ଟିକେ
ହସିବ ତାହେଲେ ଆଉ ହସିବ କିଏ ଦୁର୍ଯ୍ୟୋଧନ? ହସିବ କିଏ? କୌରବର ମଙ୍ଗଳ ପାଇଁ ଏହି ଶକୁନିର କଷା କାଟି ପାଣ୍ଡବ ମାନଙ୍କୁ ଦିନେ କରିଥିଲା ସର୍ପ ଦେଶାନ୍ତରୀ। ଆଉ ପାଣ୍ଡବର ଆଶା ଦୀପ ଆଜି ଧୀରେ ଧୀରେ ନିଭି ଯାଉଛି। ରାତ୍ରିର ଅବସାନ ସଙ୍ଗେ ସଙ୍ଗେ ପୁଣି ଆସିବ କୁରୁପତିଙ୍କର ସୁଖ ସୂର୍ଯ୍ୟ। ମାତ୍ର ଶକୁନି ଦେବେ এই মধুর লক্ষণে আরো ଟିକେ ନ ହସିବ ତାହେଲେ ଆଉ ହସିବ କିଏ ଦୁର୍ଯ୍ୟୋଧନ? ଆଉ କିଏ ହସିବ? ଯାଅ ମକୁଳ, ବିଶ୍ରାମ କର। ମତେ ଟିକେ ଏକୁଟିଆ ରହିବାକୁ ଦିଅ। ସତ୍ୟ ରକ୍ଷା କରିବାକୁ ଯାଇ କାଲି ପ୍ରଭାତରେ ମୁଁ ସେମାନଙ୍କୁ ହତ୍ୟା କରିବାକୁ ଯାଉଛି। ଅକାଳରେ ସେମାନେ ଛରି କରିବେ। ସେମାନଙ୍କର ଅକାଳ ମୃତ୍ୟୁ ପାଇଁ ସମଗ୍ର ମାନବ ସମାଜ ଦାୟୀ କରିବ ମତେ। ମୁଁ ଅନୁତାପ କରିବାକୁ ଚାହିଁବ, ଅନୁତାପ କରିବାକୁ ଚାହିଁବ। ଯାଅ। ଆସିବାକୁ ବାଧ୍ୟ ହେଲେ ପିତାମହ। ତୁମର ମୋ ଉପରେ ଆଉ ସନ୍ଦେହ? ସନ୍ଦେହ ନୁହଁ ପିତାମହ, ତାହାର ଅସମୟରେ ଆସିବାର କାରଣ କାଲି ପ୍ରଭାତରେ କୁରୁକ୍ଷେତ୍ର ସଂଗ୍ରାମର ସମାପ୍ତି, ପାଣ୍ଡବ ବଂଶର ଉଚ୍ଛେଦ। ସନ୍ଦେହ କରିବାର କିଛି ନାହିଁ ଦୁର୍ଯ୍ୟୋଧନ। 5 ଗୋଟି ସହ ମୁଁ ସଞ୍ଜୀବିତ କରି ରଖିଛି। ନାରାୟଣ ମଧ୍ୟ କାଲି ମୋର ପଥରୁଦ୍ଧ କରିପାରିବେ ନାହିଁ। ମୁଁ ଜାଣେ ପିତାମହ, ଏକାନ୍ତର ଅନେକ ସମୟ ଧରି ଚିନ୍ତା କରି ଦେଖିଲି ଏ ଯୁଦ୍ଧର ମୋର ପ୍ରୟୋଜନ ନାହିଁ। ମୋର କହିଲ ତୁମେ ଦୁର୍ଯ୍ୟୋଧନ? ନା, ପ୍ରୟୋଜନ ନାହିଁ ପିତାମହ, ଏ ଯୁଦ୍ଧର ମୋର ପ୍ରୟୋଜନ ନାହିଁ। ପାଣ୍ଡବ ମାନଙ୍କର ଅକାଳ ମୃତ୍ୟୁ ପାଇଁ ସମଗ୍ର ମାନବ ଜଗତ ମତେ ଦାୟୀ କରିବ। ସ୍ୱର୍ଗର ଦେବତା ମାନେ ମଧ୍ୟ ମତେ କ୍ଷମା କରିବେ ନାହିଁ। ସେଇ ପାପ ମୁଁ ନରକ ବାସ କରିବ। ପ୍ରୟୋଜନ ନାହିଁ ପିତାମହ, ଏ ଯୁଦ୍ଧର ମୋର ପ୍ରୟୋଜନ ନାହିଁ। ମୁଁ ଚାହେଁ ପାଣ୍ଡବ ମାନଙ୍କର ଜୀବନ ଭିକ୍ଷା। ତୁମେ ଚାହଁ ପାଣ୍ଡବ ମାନଙ୍କ ଜୀବନ ଭିକ୍ଷା? ବିନା ଯୁଦ୍ଧରେ ଯେ ସୂର୍ଯ୍ୟପୁର ମେଦିନୀ ନ ଦେବା ପାଇଁ କରିଥିଲା ପଥର ଶପଥ, ସେଇ ଦୁର୍ଯ୍ୟୋଧନ ତୁମେ? ପିତାମହ, ପାଣ୍ଡବ ମାନେ ସୁଖରେ ହସ୍ତିନାରେ ରାଜତ୍ୱ କରନ୍ତି। ମୁଁ ବରଂ ମୋର ସର୍ବସ୍ୱ ପାଣ୍ଡବ ମାନଙ୍କୁ ଅର୍ପଣ କରି ଦେଶାନ୍ତରୀ ହେବି, ସେ ଭଲ। କିନ୍ତୁ ନିର୍ଦ୍ଦୋଷରେ ସେମାନଙ୍କୁ ନିଧନ ପାଇଁ ସେ ପାପରେ ମୁଁ ଭାଗି ହେଇପାରିବି ନାହିଁ, କି ଆପଣଙ୍କୁ ମଧ୍ୟ ସେ ପାପରେ ମୁଁ ଭାଗି କରିପାରିବି ନାହିଁ। ମୁଁ ଚାହେଁ କୁରୁକ୍ଷେତ୍ରରେ ଜଘନ୍ୟ ପରିଣତି ନିଜ ଆଖିରେ ଦେଖିବାକୁ। କ୍ଷମତା ଲୋଭୀ ମହାମାରୀ ଦୁର୍ଯ୍ୟୋଧନ ଆଜି ସଂଗ୍ରାମ ଚାହେଁ ନା, ଚାହେଁ ଶାନ୍ତି। চিরজীবী হো দুর্যোধন, চিরজীবী হো। তুমি ମୋର ଷଷ୍ଠ ଆଶୀର୍ବାଦ ଗ୍ରହଣ କର। ତୁମର ଏ ପରିବର୍ତ୍ତନରେ କୁରୁ ପାଣ୍ଡବରେ ଯୁଦ୍ଧ ବିଳାପ କେବଳ ମୁଗ୍ଧ ହୋଇନାହିଁ, ସେ ଆଜି ମୁକ୍ତ କଣ୍ଠରେ ତୁମର ମଙ୍ଗଳ କାମନା କରୁଛି ଦୁର୍ଯ୍ୟୋଧନ। ତୁମେ ଯଶସ୍ୱୀ ହୁଅ, ତୁମେ ଯଶସ୍ୱୀ ହୁଅ ଦୁର୍ଯ୍ୟୋଧନ, ତୁମେ ଯଶସ୍ୱୀ ହୁଅ। କାଲି ପ୍ରକୃତରେ ଯେପରି ସନ୍ଧିବାର୍ତ୍ତା ଦେଇଛି, ପୂର୍ବଙ୍କର ଆଦେଶ ଅବଶ୍ୟ ଫଳ କରିବ। ମୁଁ ନିଜେ ସନ୍ଧିର ବାର୍ତ୍ତା ଦେଇଛି। ଆଶ୍ୱସ୍ତ ହେବି ପିତାମହ। ମୁଁ ମଧ୍ୟ ଆଶ୍ୱସ୍ତ ହେଲି ଦୁର୍ଯ୍ୟୋଧନ। ନିଜ ହାତରେ ମତେ ନିଜର ବଂଶ ଲୋପ କରିବାକୁ ପଡ଼ିନାହିଁ। ପାପ ଭାଗି ହେବା ପୂର୍ବରୁ ନାରାୟଣ ତୁମର ମତି ପରିବର୍ତ୍ତନ କରିଛି। ତୁମ ଧନ୍ୟ ଦୁର୍ଯ୍ୟୋଧନ, ତୁମ ଧନ୍ୟ। ନିକଟ ଆସିଛି ପିତାମହ। ଆସ
ସେ 5 ଗୋଟି ସ୍ୱର ଆପଣ ସଯତ୍ନରେ ରଖିଛନ୍ତି ତ କୌଣସି ମାୟାବୀତ ନା ସେଥିରେ ପ୍ରୟୋଜନ କଳ୍ପିତ ହବ ଆପଣ ମାନଙ୍କୁ ଅନୁଭବ କରି ସେଗୁଡ଼ିକ ମୋ ହାତରେ ଅର୍ପଣ କରନ୍ତୁ ଯଦି ଭବିଷ୍ୟତରେ ପାଣ୍ଡବମାନେ କେତେବେଳେ ବିଶ୍ୱାସଘାତକତା କରନ୍ତି ତାହେଲେ ସେମାନଙ୍କର ପରାମର୍ଶ ମରଣ ପଛେ ସେମାନଙ୍କ ମୃତ୍ୟୁ କାରଣ ନା ସେପରି କୌଣସି ବିପଦର କାରଣ ନାହିଁ। ପାଣ୍ଡବମାନେ ଧର୍ମଭୀରୁ। ତଥାପି ଭୀମର ବିଶ୍ୱାସ ସମ୍ବନ୍ଧରେ ଆପଣ ଜାଣିଛନ୍ତି ପିତାମ୍ବର ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କ ପକ୍ଷରୁ କେବେ କୌଣସି ଅମଙ୍ଗଳ ଆଶଙ୍କା କରାଯାଇପାରେ ତମେ ଭୁଲ କରୁଛ। ତଥାପି ମାନବ ପ୍ରକୃତି ପରିବର୍ତ୍ତନରେ କୌଣସି ଅସମ୍ଭବ ନୁହେଁ ପିତାମ୍ବର ଆପଣ ଅନୁଗ୍ରହ କରି ସେଗୁଡ଼ିକ ମୋ ହାତରେ ଅର୍ପଣ କରନ୍ତୁ। ଉତ୍ତମ ମୋର ବା ସେଥିରେ ଆଉ କି ପ୍ରୟୋଜନ? ଗୁରୁ ପାଣ୍ଡବ ବଂଶର ଶ୍ରୀ ସମୃଦ୍ଧିରେ ମୋର ଆନନ୍ଦ। ମୁଁ ତ ପ୍ରଥମରୁ ଯୁଦ୍ଧର ପକ୍ଷପାତି ନଥିଲି। ତୁମେ ଅପେକ୍ଷା କର ବଂଶ। এই নিরবস্থ পাণ্ডবর মৃত্যু আজি যদি তোমার এই সৎ অভিপ্রায় হইল থান্তা কালি প্রভাতরে যুধিষ্ঠির ভীম অর্জুন নকুল সহদেব হজি থান্তে চির মৃত্যু পাণ্ডব বংশর উচ্ছল সাধনা করে থান্তে ভীষ্ম। তুমি যাও দিল ମୁଁ ତୁମର କଲ୍ୟାଣ କାମନା କରୁଛି।
ତୁମେ ନୁହଁ ତାହେଲେ କିଏ ସେଇ ମହାବୀର କିଏ ସେଇ କଥା ମୁଁ ନିଜେ ଦେଖିଛି ଦୁର୍ଯ୍ୟୋଧନ ତୁମେ ଆସିଥିଲ ତୁମରି କଣ୍ଠ ତୁମରି ରାଜମୁକୁଟ ତୁମେ ଆସି କହିଲ ଚାହନା ତୁମେ ଏ ଭାତୃବିବାଦ এই ভীষণ সংগ্রাম পাণ্ডবମାନଙ୍କୁ ଦେବାକୁ ଚାହଁ ତାଙ୍କର ନ୍ୟାଯ୍ୟ ଅଧିକାର ମୋର ସ୍ପଷ୍ଟ ମନେ ଅଛି ଦୁର୍ଯ୍ୟୋଧନ ମୃତ୍ୟୁ ତୁମରି ହାତରେ ଅଥଚ ଆପଣ ପ୍ରତାରିତ ହୋଇଛନ୍ତି ଭ୍ରମରେ ପଡ଼ି ଆପଣ ପାଣ୍ଡବର ମୃତ୍ୟୁବରଣ ତଳି ଦେଇଛନ୍ତି ଫାଲ୍ଗୁନୀ ହାତରେ ଫାଲ୍ଗୁନୀ ହଁ অথচ কুরুপতির রাজমুকুট শিবভূষা ও মধ্যে প্রতারিত হয়েছে পিতামহ সত্য রক্ষা କରିବାକୁ চাই ফাল্গুনীকে পিন্ধাই ଦେଇଥିଲି ମୁଁ ମୋର শিরভূষা ফাল্গুনী ଆସିଥିଲା ଅବିଶ୍ରାମ ବଂଶକୁ ବିଶ୍ରାମ କକ୍ଷରେ ପ୍ରବେଶ କଲେ ବୀର ଛଦ୍ମବେଶୀ କୁରୁପତି କରୁଥିଲା ଆଉ ବାହାରେ ଅପେକ୍ଷା କରିଥିଲେ ନିଜେ ମାୟାଧର କୃଷ୍ଣ ପ୍ରାନ୍ତ ମଧ୍ୟରେ ମୁଁ ସେମାନଙ୍କର ଗୋପନରେ ଅନୁଗମନ କରିଥିଲି କଥାବାର୍ତ୍ତାରୁ ଜାଣିଲି କୁରୁପତିଙ୍କ ନିକଟକୁ ଫାଲ୍ଗୁନୀ ଆଗମନ ମୂଳରେ ଥିଲା ଏକ ପ୍ରତାରଣାର ଅଭିଯୋଗ ସେତେବେଳେ ମୁଁ କହିଥିଲି କୁରୁପତି ଦୁର୍ଯ୍ୟୋଧନ ପାଣ୍ଡବ ପକ୍ଷରେ ଅଛନ୍ତି କପଟୀ ଶ୍ରୀକୃଷ୍ଣ ସର୍ବଦା ଆପଣ ଠିକ କହିଥିଲେ ମାତ୍ର ବିନା ମଧ୍ୟରେ ସେମାନଙ୍କଠୁ ମୃତ୍ୟୁବରଣ ହରଣ କରିନେଲେ କିନ୍ତୁ ବର୍ତ୍ତମାନ ଭୟ ନାହିଁ ଦୁର୍ଯ୍ୟୋଧନ ଆଜିର ଯୁଦ୍ଧ ହିଁ ହେବ କୁରୁକ୍ଷେତ୍ରର ଶେଷ ଯୁଦ୍ଧ ସେମାନେ ପ୍ରତାରଣା କରି ବଞ୍ଚି ରହିବାର ଯେଉଁ ଆଶା ପ୍ରଶ୍ନ କରିଛନ୍ତି ସେଇ ଆଶା ତାଙ୍କର ସମୟରେ ଧ୍ୱଂସ ପାଇବ ଉଦୀୟମାନ ସୂର୍ଯ୍ୟ ଦେବତାଙ୍କୁ ସାକ୍ଷୀ ରଖି ମୁଁ ଶପଥ କରୁଛି ଆଜିର ସୂର୍ଯ୍ୟାସ୍ତ ପୂର୍ବରୁ ପାଣ୍ଡବମାନଙ୍କର ଯଦି ମୃତ୍ୟୁ ନ ହୁଏ ତାହେଲେ ମୁଁ ଆଉ ଅସ୍ତ୍ର ଧରିବି ନାହିଁ ଏହା ହିଁ ହେବ ମୋର ଶେଷ ଯୁଦ୍ଧ ଆସ ତୁମେ ମୁଁ କେଉଁ ଘଟଣା କରୁଛି ଆସ ଧୀରେ ଧୀରେ ଖଞ୍ଜିଯିବ ଗୋଟିକ ପରେ ଗୋଟିଏ ମାରଣାସ୍ତ୍ର ସ୍ୱପ୍ନରେ ସୁଦ୍ଧା ତମେ କଳ୍ପନା କରିପାରିବ ନାହିଁ ଦୁର୍ଯ୍ୟୋଧନ এই মাত্র শকুনি হচ্ছে কুরু পাণ্ডব সংগ্রামর সূত্র